पॉलिटिकल साइंस कोर पेपर 13 कंटेम्पोरारी पॉलिटिकल फिलोसफी रो यूनिट 1 लेनिन का विषय किछि पढ़िबा। प्रथम जानिबा कोन लेनिन किए। लेनिन का पूरा नाम हला व्लादिमिर इलिच लेनिन। 1870 मसीह जन्मग्रहण करथिले, 1924 मसीह मृत्युवरण करथिले। तांको जगतर एक प्रमुख विप्लवी, राजनीतिक चिंतक और सोभियत संघर स्थापक रूपे परिगणित करा जायथिला। मार्क्सवाद को व्यावहारिक विप्लवी नीति रे परिणत करथिबा एक गभीर चिंतक एवं तांको चिंताधारा को लेनिनवाद बा लेनिनिज्म बोली कहा जाए। यह विश्व राजनीति और विप्लवी आंदोलन रे दीर्घकालीन प्रभाव पकाइछि। से मार्क्सवादରେ କିଛି ପରିମାଣର ଉନ୍ନତି ଆଣିଥିଲେ, ଯାହାକୁ ଆମେ କହିବା ବ୍ୟବହାରିକ ବିପ୍ଳବୀ ନୀତିରେ ପରିଣତ କରିଥିଲେ ବୋଲି କହିଦେଇପାରିବା। ଲେନିନ୍ଙ୍କ ଜନ୍ମ ରୁଷିଆର ସିବିକ୍ସ ନାମକ ସ୍ଥାନରେ ହୋଇଥିଲା। ତାଙ୍କ ପରିବାରର ସମସ୍ତ ସଦସ୍ୟ ଶିକ୍ଷା, ଚିନ୍ତନ ଏବଂ ନ୍ୟାୟବୋଧରେ ଆଗ୍ରହୀ ଥିଲେ। ସେ ଯୁବାବସ୍ଥାରୁ କାର୍ଲ ମାର୍କ୍ସଙ୍କ ଲେଖା ଦ୍ୱାରା ପ୍ରଭାବିତ ହେଉଥିଲେ। ତାଙ୍କ ବଡ଼ ଭାଇଙ୍କୁ ରୁଷ ଜାର୍ ଶାସନ ଦ୍ୱାରା ଫାଶୀ ଦିଆଯାଇଥିବାରୁ ଲେନିନ୍ ବିପ୍ଳବୀ ରାଜନୀତିର ଅଧିକ ଦୃଢ଼ ସଂକଳ୍ପୀ ହେଲେ। ସେ ମାନିଥିଲେ ଯେ ଜାର୍ ଶାସନ ଦମନୀୟ ଓ ଅନ୍ୟାୟ ଏବଂ ଏହାକୁ ଶ୍ରମିକ ଓ କୃଷକମାନଙ୍କ ଶକ୍ତିରେ ମାତ୍ର ପୁରୁଣା ବ୍ୟବସ୍ଥାକୁ ରୋକାଯାଇପାରିବ। ଏଇ ଯେଉଁ ନୀତି ଗୁଡ଼ାକ ଥିଲେ ତାକୁ ବନ୍ଦ କରିବା ପାଇଁ କାହାର ସାହାରା ନେବାର ଅଛି? ଶ୍ରମିକ ଏବଂ କୃଷକମାନଙ୍କ ସାହାରା ନେଲେ ଏସବୁ କାମ ହୋଇଯାଇପାରିବ। ଲେନିନ୍ ବୋଲସେଭିକ୍ ପାର୍ଟିର ନେତା ଥିଲେ, ଯାହା ରୁଷିଆର ସାମାଜିକ ଗଣତାନ୍ତ୍ରିକ ଶ୍ରମିକ ଦଳ ଏକ ଗୋଷ୍ଠୀ ଥିଲା, ଯାହା ଏକ କଠୋର, ଶୃଙ୍ଖଳିତ ଏବଂ ଅତ୍ୟନ୍ତ ସଂଗଠିତ ଗଠନ ଅନୁସରଣ କରୁଥିଲା। ସେ ଯୁକ୍ତି ଦେଇଥିଲେ ଯେ ଶ୍ରମିକ ବର୍ଗକୁ ମାର୍ଗଦର୍ଶନ କରିବା ପାଇଁ ଏକ ଅଗ୍ରଣୀ ଦଳ ଆବଶ୍ୟକ, ଯେଉଁମାନେ କେବଳ ବିପ୍ଳବୀ ଚେତନା ବିକଶିତ କରିପାରିବେ ନାହିଁ। ଏହି ଧାରଣା ତାଙ୍କ ରାଜନୈତିକ ଚିନ୍ତାଧାରାର ବିକେନ୍ଦ୍ରୀକରଣ ବା କେନ୍ଦ୍ରବିନ୍ଦୁ ବୋଲି କୁହାଯାଉଥିଲା। ଦେଖ, ସେ ଚାହୁଁଥିଲେ କ'ଣ, ଯେଉଁ ଶ୍ରମିକ ଏବଂ କୃଷକମାନଙ୍କର ମାର୍ଗଦର୍ଶନ ପାଇଁ ଏମିତି ଏକ ଦଳ ଦରକାର ଯାହାକି କେବଳ ବିପ୍ଳବୀ ଚେତନା ପାଇଁ ନୁହଁ, ସମସ୍ତ କ୍ଷେତ୍ରରେ ପାରଙ୍ଗମ ଥିବାର ଅଛି। ତେଣୁ ଏଠି କୁହାଗଲା କ'ଣ, ଏହି ଧାରଣା ଗୁଡ଼ିକ ରାଜନୈତିକ ଚିନ୍ତାଧାରାର କେନ୍ଦ୍ରବିନ୍ଦୁ ବୋଲି କୁହାଗଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲେନିନ୍ ସାମ୍ରାଜ୍ୟବାଦୀ ଯୁଦ୍ଧର ଦୃଢ଼ ବିରୋଧ କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ପୁଞ୍ଜିବାଦୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଶକ୍ତି ବିସ୍ତାର କରିବା ପାଇଁ ଯୁଦ୍ଧର ଆଶ୍ରୟ ନେଇଥାନ୍ତି। ସେ କହୁଥିଲେ କ'ଣ, ଧନୀ ଶ୍ରେଣୀର ଲୋକମାନେ ବା ପୁଞ୍ଜିବାଦୀମାନେ ବା ପୁଞ୍ଜିବାଦୀ ରାଷ୍ଟ୍ରଗୁଡ଼ିକ କ'ଣ କରୁଥିଲେ, ନିଜ ଶକ୍ତି ବିସ୍ତାର କରିବା ପାଇଁ ଯୁଦ୍ଧ, ଯେକୌଣସି ଉପାୟରେ ହେଉ ନା କାହିଁକି ଯୁଦ୍ଧ କର ଏବଂ ସେମାନଙ୍କଠାରୁ ଜିତିଯାଅ, ଜିତିଗଲା ବି ସବୁତକ ଜିନିଷ ସେମାନଙ୍କର ହୋଇଯାଉଥିଲା ବୋଲି ସେ କହୁଥିଲେ। ସେ ସାମ୍ରାଜ୍ୟ ପୁଞ୍ଜିବାଦର ସର୍ବୋଚ୍ଚ ପର୍ଯ୍ୟାୟ ଲେଖୁଥିଲେ, ଯେଉଁଥିରେ ସେ ବର୍ଣ୍ଣନା କରିଥିଲେ ଯେ କିପରି ଶକ୍ତିଶାଳୀ ଦେଶଗୁଡ଼ିକ ସମ୍ବଳ ଏବଂ ବଜାର ପାଇଁ ଦୁର୍ବଳ ଦେଶଗୁଡ଼ିକୁ ଶୋଷଣ କରୁଥିଲେ। ଏହି କାର୍ଯ୍ୟ ବିଶ୍ୱ ରାଜନୀତି ଏବଂ ଅର୍ଥନୀତିର ଅଧ୍ୟୟନରେ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଇ ଯେଉଁ କାର୍ଯ୍ୟ ଗୁଡ଼ା କ'ଣ ଥିଲା, ଆମର ବିଶ୍ୱ ରାଜନୀତି ଏବଂ ଅର୍ଥନୀତିର ଅଧ୍ୟୟନକୁ ମଧ୍ୟ ଗୁରୁତ୍ୱ ଦେଉଥିଲା। 1917 ମସିହାରେ ଲେନିନ୍ ରୁଷ ବିପ୍ଳବର ନେତୃତ୍ୱ ନେଇଥିଲେ, ଯାହାକୁ ଅକ୍ଟୋବର ବିପ୍ଳବ ମଧ୍ୟ କୁହାଯାଏ। ବୋଲସେଭିକ୍ ଅସ୍ଥାୟୀ ସରକାରକୁ କ୍ଷମତାଚ୍ୟୁତ କରିଥିଲେ ଏବଂ ଶାନ୍ତି, ଭୂମି ଏବଂ ଖାଦ୍ୟ ପ୍ରତିଶ୍ରୁତି ଦେଇ ନିୟନ୍ତ୍ରଣ କରିଥିଲେ। ଏଇ ଯେଉଁ ଯୁଦ୍ଧ ଚାଲିଥିଲା, ଏଇ ଯୁଦ୍ଧକୁ କିପରି ନିୟନ୍ତ୍ରଣ କରାଗଲା? ସେମାନଙ୍କୁ କୁହାଗଲା ଯେ ସମସ୍ତଙ୍କ ପାଇଁ ଶାନ୍ତି, ରହିବା ପାଇଁ ଭୂମି ଏବଂ ଚଳିବା ପାଇଁ ଖାଦ୍ୟ ଆଦିର ବ୍ୟବସ୍ଥା ରହିଛି। ଏହି ବିପ୍ଳବ ବିଶ୍ୱର ପ୍ରଥମ ସମାଜବାଦୀ ରାଷ୍ଟ୍ରର ଆରମ୍ଭ କରିଥିଲା। ଲେନିନ୍ ତାପରେ ନୂତନ ସରକାରଙ୍କ ନେତୃତ୍ୱ ନେଇଥିଲେ ଏବଂ ଜମି ପୁନଃ ବଣ୍ଟନ, ଶିଳ୍ପକୁ ଜାତୀୟକରଣ ଏବଂ ପ୍ରଥମ ବିଶ୍ୱଯୁଦ୍ଧରୁ ରୁଷକୁ ପ୍ରତ୍ୟାହାର କରିବା ସମେତ ପ୍ରମୁଖ ପରିବର୍ତ୍ତନ କରିଥିଲେ। ଲେନିନ୍ ସର୍ବହାରାର ଏକଛତ୍ରବାଦର ଧାରଣା ମଧ୍ୟ ପ୍ରଚଳନ କରିଥିଲେ, ଯାହାର ଅର୍ଥ ଥିଲା ଯେ ଶ୍ରମିକ ଶ୍ରେଣୀ ଏକ ଶ୍ରେଣୀହୀନ, ରାଷ୍ଟ୍ରହୀନ କମ୍ୟୁନିଷ୍ଟ ସମାଜ ହାସଲ କରିବା ପୂର୍ବରୁ ଏକ ପରିବର୍ତ୍ତନକାଳୀନ ସମୟ ମଧ୍ୟରେ ରାଜ୍ୟକୁ ନିୟନ୍ତ୍ରଣ କରିବା। ଲେନିନ୍ କହୁଥିଲେ କ'ଣ, ଏଇ ଯେଉଁ ରାଷ୍ଟ୍ରରେ ଅଧିକାଂଶ ଶ୍ରମିକମାନେ ବସବାସ କରନ୍ତି, ଏ ଶ୍ରମିକମାନଙ୍କୁ ଯଦି ଉପଯୁକ୍ତ ଭାବରେ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ଭବିଷ୍ୟତରେ ରାଷ୍ଟ୍ରହୀନ କମ୍ୟୁନିଷ୍ଟ ସମାଜରେ ପରିଣତ ହୋଇଯାଇପାରିବ। ସେ ଗଣତାନ୍ତ୍ରିକ କେନ୍ଦ୍ରୀୟତାକୁ ସମର୍ଥନ କରିଥିଲେ ଏବଂ ବ୍ୟବସ୍ଥା ଯାହା ଦଳ ମଧ୍ୟରେ ମୁକ୍ତ ଆଲୋଚନାକୁ ଅନୁମତି ଦିଏ କିନ୍ତୁ ପରେ ଏକୀକୃତ କାର୍ଯ୍ୟ ଆବଶ୍ୟକ କରେ। ସେ ପୁଣି କ'ଣ କଲେ, ଏ ଗଣତନ୍ତ୍ର କେନ୍ଦ୍ରୀୟତାକୁ ସମର୍ଥନ କଲେ। ଗଣତନ୍ତ୍ର ଯେଉଁ ନୀତିଟା ରହିଲା, ଏ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଆପଣେଇଲେ, କିନ୍ତୁ ଗୋଟେ ଜିନିଷରେ ଅଧିକାଂଶ ଲୋକଙ୍କର ସହମତି ଥିବ, ସେଇଭଳି ଜିନିଷ ସେ ସ୍ୱୀକୃତି ପ୍ରାପ୍ତ କଲେ। ସେ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ପ୍ରଶଂସିତ ହେଲେ ମଧ୍ୟ ଲେନିନ୍ଙ୍କୁ ବିରୋଧୀଙ୍କୁ ଦମନ କରିବା, ସ୍ୱାଧୀନତାକୁ ପ୍ରତିବନ୍ଧ କରିବା ଏବଂ କ୍ଷମତା ବଜାୟ ରଖିବା ପାଇଁ ବଳ ବ୍ୟବହାର କରିବା ପାଇଁ ମଧ୍ୟ ସମାଲୋଚନା ହୋଇଛନ୍ତି। ସେ ସମାଜରେ ଯେଉଁ ପରିବର୍ତ୍ତନ ଆଣିଥିଲେ, ଯାହାଦ୍ୱାରା ସମାଜ କିଛି ପରିମାଣରେ ପରିବର୍ତ୍ତନ ଆସିଛି, ତାହା ତ ଉନ୍ନତି ମଧ୍ୟ କରିଛି।
କିନ୍ତୁ ପରବର୍ତ୍ତୀ ସମୟରେ ସେ ବଳକୁ ଏତେ ଧ୍ୟାନ ଦେଇଥିଲେ ଯେ ଯେପରିକି ବିରୋଧୀମାନଙ୍କୁ ଦମନ କରିବା ପାଇଁ ହେଲେ କ'ଣ ଦରକାର, ଆମକୁ ବଳ ଆବଶ୍ୟକ, ସେହିପରି ସ୍ୱାଧୀନତା ପାଇବା ପାଇଁ ହେଲେ ଏବଂ କ୍ଷମତାକୁ ବଜାୟ ରଖିବା ପାଇଁ ହେଲେ ମଧ୍ୟ ଏହି ବଳର ଆବଶ୍ୟକତା ରହିଛି। ତେଣୁ ତାଙ୍କୁ ସମାଲୋଚନା କରିଥିଲେ। ତଥାପି ବିଶ୍ୱ ରାଜନୀତିରେ ତାଙ୍କର ପ୍ରଭାବ ଅସ୍ୱୀକାର୍ଯ୍ୟ ଅଟେ। ତାଙ୍କର ଚିନ୍ତାଧାରା ଚୀନ, କ୍ୟୁବା, ଭିଏତନାମ, ଭାରତ ଏବଂ ଅନ୍ୟାନ୍ୟ କେତେକ ଦେଶରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ଆକାର ଦେଇଥିଲା। 1924 ମସିହାରେ 53 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କର ଐତିହ୍ୟ, ରାଜନୈତିକ ତତ୍ତ୍ୱ, ବିପ୍ଳବୀ ଆନ୍ଦୋଳନ ଏବଂ ପୁଞ୍ଜିବାଦୀ ଏବଂ ସାମ୍ରାଜ୍ୟ ଏବଂ ସାମାଜିକ ସମାନତା ଉପରେ ବିତର୍କକୁ ଆକାର ଦେଇ ଚାଲିଛି। ସେ ବିପ୍ଳବ ଏବଂ ସମାଜବାଦୀ ଚିନ୍ତାଧାରାର ଏକ ଶକ୍ତିଶାଳୀ ପ୍ରତୀକ ହୋଇ ରହିଛନ୍ତି। ସେ ବିପ୍ଳବ ଏବଂ ସମାଜବାଦୀ ଚିନ୍ତାଧାରାର ଏକ ଶକ୍ତିଶାଳୀ ପ୍ରତୀକ ହୋଇ ରହିଛନ୍ତି। ଲେନିନ୍ଙ୍କ ଚିନ୍ତାଧାରା ହେଉଛି କ'ଣ? ସାମ୍ରାଜ୍ୟବାଦ ତା ସହିତ ପୁଞ୍ଜିବାଦର ବିରୋଧ ଏବଂ ବିପ୍ଳବ ସାହାଯ୍ୟରେ ସମାଜର ସୁଧାର କରିବା। ଏବେ ଆମେ ଆରାମସେ ବୁଝିଗଲେ ଲେନିନ୍ କିଏ। ବର୍ତ୍ତମାନ ପର ଭିଡ଼ିଓରେ ଦେଖିବା ଲେନିନ୍ଙ୍କ ଫିଲୋସଫି ବିଷୟରେ ପଢ଼ିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବେ। ନେକ୍ସଟ ଭିଡ଼ିଓଟା ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଏବଂ ବେଲ୍ ଆଇକନ୍ଟିକୁ ଦବାଇ ରଖିଥିବେ, କାହିଁକିନା ଯେତେବେଳେ ମୁଁ ନେକ୍ସଟ ଭିଡ଼ିଓଟି ପକାଇବି ଆପଣଙ୍କ ପାଖରେ ବହୁତ ଜଲ୍ଦି ଯାଇ ପହଞ୍ଚି ଯାଇପାରିବ। ବର୍ତ୍ତମାନ ପାଇଁ ରହୁଛି।